12 ବର୍ଷର ପୁଅ 14 ବର୍ଷ ତଳେ ମରିଯାଇଥିଲା। ହେଲେ ଅଚାନକ 14 ବର୍ଷ ପରେ ତାକୁ ଜୀବିତ ଅବସ୍ଥାରେ ଘରକୁ ଫେରିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦର୍ଶକ ବନ୍ଧୁ, ରିଙ୍କୁ ଜନ୍ମ ହେଲା ପରେ ପରିବାର ଲୋକେ ଭାରି ଖୁସି ଥିଲେ। ରିଙ୍କୁ ଧୀରେ ଧୀରେ ବଡ଼ ହେବାକୁ ଲାଗିଲା। ଆଉ ଯେତେ ଯେତେ ବଡ଼ ହେଲା ପାଠ ପଢ଼ାରେ ଧ୍ୟାନ ନ ଦେଇ ଖେଳକୁଦ କରିବାକୁ ଲାଗିଲା। ଦେଖୁ ଦେଖୁ ରିଙ୍କୁ 12 ବର୍ଷର ହୋଇଯାଇଥିଲା। କିନ୍ତୁ ସ୍କୁଲ ଯିବା ନାଁରେ କୋଉଠି ଲୁଚିବା, ଜମା ପାଠ ନ ପଢ଼ି ଖାଲି ଖେଳକୁଦରେ ମାତିବାରେ ଲାଗିଲା। ଯାହାକୁ ଦେଖି ରିଙ୍କୁର ବାପା ରିଙ୍କୁକୁ ଗାଳି ଦେବା ସହିତ ମାଡ଼ ବି ମାରିଥିଲେ। ରିଙ୍କୁ ବାପାଙ୍କଠୁ ମାଡ଼ ଖାଇବା ପରେ ଘରୁ ଲୁଚି କୁଆଡ଼େ ପଳେଇ ଯାଇଥିଲା। ରିଙ୍କୁକୁ ଅନେକ ଖୋଜିଥିଲେ, ହେଲେ କୋଉଠି ବି ତାକୁ ପାଇନଥିଲେ। ଏମିତି ଦେଖୁ ଦେଖୁ 14 ବର୍ଷ ବିତି ଯାଇଥିଲା। ଆଉ ସମସ୍ତେ ଭାବିଥିଲେ ରିଙ୍କୁ ବୋଧେ ଆଉ ଏ ଦୁନିଆରେ ନାହିଁ। ସେଥିପାଇଁ ସେ ମରିଗଲା ଭାବି ଶୁଦ୍ଧିକ୍ରିୟା ବି ହେଇଯାଇଥିଲେ ପରିବାର ଲୋକେ। କିନ୍ତୁ ରିଙ୍କୁ ଘରୁ ଲୁଚି ପଞ୍ଜାବର ଲୁଧିଆନା ସହରକୁ ଚାଲି ଯାଇଥିଲା। ଆଉ ସେହି ସହରରେ ଏକୁଟିଆ ରାତିରେ ରାସ୍ତା କଡ଼ରେ ବସିଥିବା ବେଳେ ଜଣେ ଲୋକ ରିଙ୍କୁକୁ ଦେଖି ସାଙ୍ଗରେ ନେଇଯାଇଥିଲା। ସେହି ଲୋକ ଜଣକ ଜଣେ ବିଜନେସମ୍ୟାନ୍ ଥିଲା। ତାଙ୍କର ଅନେକ ଟ୍ରକ୍ ବି ଥିଲା। ସେହି ବ୍ୟକ୍ତି ଜଣକ ରିଙ୍କୁକୁ ନିଜ ପାଖରେ ରଖିଲେ। ରିଙ୍କୁ ଧୀରେ ଧୀରେ ବଡ଼ ହେଲା ଆଉ ତା ମାଲିକର ସବୁ ବେପାର ବୁଝିବାକୁ ଲାଗିଲା। ୟା ଭିତରେ ବିତି ଯାଇଥିଲା 14 ବର୍ଷ। ଦିନେ ରିଙ୍କୁ କାର୍ ନେଇ କିଛି କାମରେ ଯାଇ ଫେରିବା ବେଳେ ତାଙ୍କ ଗାଁକୁ ଦେଖି ରିଙ୍କୁର କିଛି ପୁରୁଣା କଥା ମନେ ପଡ଼ି ଯାଇଥିଲା। ଆଉ ସେହି ଗାଁ ଭିତରକୁ ଯାଇ ନିଜ ଘର ଖୋଜିବାକୁ ଲାଗିଥିଲା। 14 ବର୍ଷ ତଳୁ ହଜି ଯାଇଥିବା ରିଙ୍କୁ ନିଜ ଘରକୁ ଖୋଜି ଖୋଜି ଶେଷରେ ନିଜ ଘରେ ପହଞ୍ଚି ଯାଇଥିଲା। ଆଉ ଇଏ ହେଉଛି ସେହି ଖୁସିର ମୁହୂର୍ତ୍ତ। ପୁଅ ରିଙ୍କୁକୁ ପାଇ ମାର ସେ ଖୁସି କହିଲେ ନ ସରେ। ଯେଉଁ ପୁଅକୁ 14 ବର୍ଷ ତଳୁ ହରେଇ ଦେଇଥିଲେ, ସେହି ପୁଅକୁ ପାଇ ଆଜି ପୁରା ପରିବାର ଯେମିତି ଖୁସିରେ ନାଚି ଉଠିଥିଲେ। ଆଉ ରିଙ୍କୁ ବି ନିଜ ପରିବାର ଲୋକଙ୍କୁ ପାଇ ବେଶ ଖୁସି ଥିଲା। 14 ବର୍ଷ କିଛି କମ୍ ନୁହେଁ ଆଜ୍ଞା। 14 ବର୍ଷ ପରେ କେହି କେବେ କାହାକୁ ପାଇବାର ଆଶାଟା ବୋଧେ ହରେଇ ଦେଇଥାନ୍ତି। କିନ୍ତୁ 14 ବର୍ଷ ପରେ ନିଜ ପୁଅକୁ ପାଇ ବେଶ ଖୁସି ଥିଲେ ପରିବାର ଲୋକେ। ସେ ପୁଣି ରିଙ୍କୁ ନିଜେ ଆସି ପହଞ୍ଚିଥିଲା। ଆଉ ବଡ଼ ଲୋକ ବି ବନିଯାଇଥିଲା। ଏମିତି ଏକ ଘଟଣା ପଞ୍ଜାବରେ ଦେଖିବାକୁ ମିଳିଥିଲା। ବ୍ୟୁରୋ ରିପୋର୍ଟ, A1 ଓଡ଼ିଆ।